महाराज केमिति शोक करबिनी मोर ए कला शिशु पुत्र को कहा हस्ते समर्पण करी राज दरबार को आसीबी महाराज। आदित्य नारायण हाँ महाराज। अरे तुम्हें या चिंता करुछ ताहले सुन आदित्य नारायण तुम पुत्र सागर चरण को आम कल को बढ़ाई दियो। नहीं महाराज आपण सेमिति कहतुनी महाराज। हेले कहीं आदित्य नारायण कहीं कहीं ना मु हेउची आपणकर सेवक बामन होई चांद को हाथ बढ़े पारिबिनी महाराज। आदित्य नारायण हाँ महाराज तुम्हें बोधे भूली जाउछ तुम्हें हेउछ विशाल काशी राज्यर महामंत्री। अरे मंत्री पुत्र जदि राजा घरे रही लालन पालन हब राजा बाटी रे हस खुशी रे रहिबा असुविधा रहिला केउठी आउ जानिछ। अरे ये तो से सर्वशक्तिमान परमेश्वरंकर इच्छा। अरे करू कराऊ थाए सही ताबिनु अन्य गति नहीं तेणु तुम पुत्र को हम कोला को टेकी दियो। हेले महाराज रानी माँ तो जड़े कन्या संतानर जननी हेले रानी माँ को मुखटू किछि न सुनिबा जाए मु किछि भी करि पारिबि। अरे ए आदित्य नारायण हाँ महाराज। महारानी वेदमती स्वामी अरे तुम्हें ही बुझाओ कह दियो आदित्य नारायण को तांको पुत्र सागर चरण को मार ममता स्नेह आदर भल पाइब दे बड़ मनीष करिया पई। हाँ हाँ अरे वो कथा देउची आदित्य नारायण रानी माँ तुम पुत्र को दियो आम हाथ टेकी दियो आमे छोटरू बड़ मनीष आमे करिबू। अरे मो झील को जमी लालन पार करुच्ची ठीक तुम पुआ को सेमती लालन पार कर दिह। हेले रानी माँ मु जेते बेले मो पुआ को देखा जीवी मु मो पुआ को गेल करि पारिबि तो रानी माँ। यार काहे की गल करि पारिबनी आदित्य नारायण हाँ महाराज। आउ गोटे कथा मन रख ए काशी राज्य अधिपति मर्कत केसरी सूर्य चंद्र दश दिग पाड़ को साक्षी रखी कहूची जेते बेले तुम पुत्र यौवन प्राप्त बयस मत्य मंडल को प्रदार्पण करिबा से समय रे तुम पुत्र सागर चरण आउ मो झियो सामुकार विवाह करदेवी। आपणक इच्छा महाराज। अरे मुबा कहिबा को किए आज दिन ठारू आमे राजा मंत्री संपर्क छाड़ी बंधुस्थ स्थापन करिबा माने समुधी हवा। आपणक इच्छा महाराज। ताहले दियो तुम पुत्र को। ठीक अच्छी महाराज। अरे बाबा सागर तू आज ठारू राजा घरे रहिबु रे धन। हाँ राजा घरे रहिबु। तो स्नेहरे बंधा मो स्नेहरे बंधा तो स्नेहरे बंधा मो स्नेहरे बंधा तू देले हसी मिलुथिब खुशी तू देले हसी मिलुथिब खुशी तो बिना नाही रे मो तो बिना नाही रे मो तो बिना नाही रे मो तो स्नेहरे बंधा मो स्नेहरे बंधा मो स्नेहरे बंधा Oh
ଦେଖ କଇଁଚ କାଢିଛି ବେକ ଆରେ ମାନିବାକୁ ହବ ଆରେ ମନ୍ତ୍ରୀ ହେବ ତ ଏମିତିଆ ଆରେ ସାଙ୍ଗରେ ଥିଲୁ ଚାକର ୟା ଭିତରେ ରାଜାର ସମୁଦି ହେଇଯାଇଛ ହଁ ଆରେ ମୁଁ ଏଇ ରାଜ୍ୟର ଗୁମାସ୍ତା ହେଇକି ଏ କଥାଟା କ'ଣ ମୁଁ ଜାଣିପାରିଲି ନାହିଁ ନା ନା ଏ କଥା ଦେଖିଲା ବେଳକୁ କାହିଁକି ମୋ ଦେହରେ ହଜମ ହଉନାହିଁ ମୁଁ ଏମିତି ଏଇ ରାଜ୍ୟର ଗୁମାସ୍ତା ହେଇକି ଏତେ ବଡ଼ ଘଟଣା ଘଟିଗଲା ଏ କଥାଟା ଜାଣିପାରିଲିନି ନା ଏ କଥାଟା ଯାଇକି ଯେମିତି ହେଲେ ମଧ୍ୟ ମୋତେ ସେନାପତିକୁ ଜଣେଇବାକୁ ହବ ଆରେ ସେନାପତିକୁ ଏମିତି ଗୁଡ଼ାଇ ଘାଣ୍ଟେଇ ଚକଟି ଦେବି ମୋ ନାଁରେ ସିଏ ଉଠିବ ଆଉ ବସିବ ମୋ ନାଁ ଯଦ ପାତ୍ର ଭଲରେ ଥିଲେ ବେଲପତ୍ର ରାଗିଗଲେ ଛିନ୍ନ ଛାଡ଼ିବି ଆରେ ଛାଡ଼ିବି ତୁମକୁ ଛାଡ଼ିବିନି ଏମିତି ରାଜ୍ୟବଂଶଟାକୁ ଧ୍ୱଂସ କରିଦେବି ଯେମିତିକି ଯମରାଜା ବି ତାର କିଛି ଟେର ପାଇପାରିବନି ଆରେ ସେଦିନ କଥା ମନେ ପଡ଼ିଯାଉଛି ସେଦିନ ଜଳ ଜଳ ହେଇ ମନେ ପଡ଼ିଯାଉଛି ସେଦିନ କଥା ଯେତେବେଳେ ମୁଁ ଏଡ଼ିକି ବଗଟେ ଥିଲି ସେଇ ସମୟର କଥା ଆରେ ଏ ରାଜା କାଶୀ ରାଜ୍ୟର ଅଧିଷ୍ଠର ମୋ ଭଉଣୀକୁ ଭଲ ପାଇ ଛଳନା କରିକି ପ୍ରେମ ରଙ୍ଗରେ ରସେଇ ଦେଇଥିଲା ଶେଷରେ ମୋ ଭଉଣୀଟା ଗର୍ଭବତୀ ହେଇକି ଆତ୍ମହତ୍ୟା କରିଦେଇ ଏ ରାଜସ୍ଥାନରୁ ସ୍ୱର୍ଗାଲୋକକୁ ହେଇଯାଇଥିଲା ହେଲେ ମୁଁ କ'ଣ ଛାଡ଼ିଦେବି ଏଇ ରାଜାକୁ ଯେମିତି ମରଣାସ୍ତ୍ର ପ୍ରୟୋଗ କରିଦେବି ସବୁଦିନ ପାଇଁ ଏ ରାଜା କାଙ୍ଗାଳ ହେଇଯିବ କାଙ୍ଗାଳ ତାକୁ ଯାଇ ତୁରନ୍ତ ସେ ସେନାପତିକୁ ଭେଟି ସାରେ ତାପରେ ଯାଇ ମୋର କୁଟ ଚକ୍ରାନ୍ତ କରିବି ନା ମିଛ 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 ସବୁ ମିଛ ଏ ରାଜ୍ୟର ଜନପ୍ରଜା ମାନେ କ'ଣ ସତରେ ପାଗଳ ହେଇଗଲେ ନା କ'ଣ ସତରେ ପାଗଳ ହେଇଯାଇଛନ୍ତି କାହିଁକି ନା ଏଇନା ମନ୍ତ୍ରୀ ଘରେ ପୁଅଟା ହେଇଛି ରାଜା ଘରେ ଝିଅଟା ହେଇଛି ଆଉ ସେ ଏ କଅଁଳା ଛୁଆଟାର ବାହାଘର କ'ଣ ବଡ଼ ହେଲା ପରେ କରିବେ ରାଜା ନାଇଁ 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 ଆରେ ମୁଁ ହେଉଛି ରାଜ୍ୟର ସେନାପତି ଆରେ ରାଜାଙ୍କୁ ବିଶ୍ୱାସ କରେ ଭକ୍ତି କରେ ଭଗବାନ ବୋଲି ମୁଁ ରାଜାଙ୍କୁ ପୂଜା କରେ ହେଲେ ମୋତେ ନ ଜଣାଇ କ'ଣ ରାଜା ଏତେ ବଡ଼ ନିଷ୍ପତ୍ତି ନେଇପାରିବେ ନାଇଁ ମୁଁ କେବେ ବି ବିଶ୍ୱାସ କରିବିନି ଆରେ କଥାରେ ଅଛି ଯେବେ ନ ଦେଖିବା ବେନି ନୟନେ ଭରତେ ନ ଯିବ ଗୁରୁ ବଚନେ ଆରେ ମୁଁ କେମିତି ବିଶ୍ୱାସ କରିବି ଯେ ରାଜା ମନ୍ତ୍ରୀ ସହିତ ସମୁଦି କରିଛନ୍ତି ବୋଲି ଗୋଟାଏ କଥା ସେନାପତି ବାବୁ ପ୍ରଣାମ କଲି ଗୁମାସ୍ତା ଜଟପାତ୍ର ଆଜ୍ଞା ଆରେ ଅବେଳରେ ଏଠାରେ ଏ ଅବେଳରେ ଇଏ ଜଟପାତ୍ର କିଲାଛି ଏ ଜଟ ଆବେ କ'ଣ କହିବାକୁ ଚାହୁଁଛୁ କ'ଣ କହିବାକୁ ଚାହୁଁଛନ୍ତି ଜାଣିପାରୁନାହାନ୍ତି ବଳିଷ୍ଠ ବିରହ ଶୁଣ ମୋହର ଗିରା ବଳିଷ୍ଠ ବିରହ ହାତ ଛଡ଼ା ହେବ 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 ସୁଯୋଗ ହତରା ବଳିଷ୍ଠ ବୀରା ଶୁଣ 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 ମୋହର ଗିରା ବଳିଷ୍ଠ ବୀରା ଜଟ ଆଜ୍ଞା ଆମେ ମୁଁ କିଏ ଏବେ ଆପଣ ଯେମିତି ଏ ରାଜ୍ୟର ସେନାପତି ମୁଁ ହେଉଛି ଏ ରାଜ୍ୟର ସେନାପତି ସାରେ ଏ ରାଜ୍ୟଟା ହେଉଛି ମୋର ହାତ ମୁଠାରେ ଆଜ୍ଞା ଏବେ ମୋର କ'ଣ ହାତ ଛଡ଼ା ହେବ ରେ ଆରେ ଏତେ ବଡ଼ ବୀର ହୋଇନ ରାଜ୍ୟରେ କେତେ ଦିନ
যেতে দিন পর্যন্ত জীবন থিবে সেদিন আরে পর্যন্ত এতে বড় বীর হইন রাজ্যরে কেতে দিন খটুথিব চাকর কৌশল প্রয়োগ করিন সুযোগ রাজ্য সিংহাসন ছড়া বীর ডম্বরু বন্ধনটি আহে সেনাপতি ডম্বরু বন্ধনটি আহে সেনাপতি কাশীরাজে রাজা তুয়ে ছাড়া বলিষ্ঠ বীরা এ শোনা এ শোনা এ শোনা 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 মোহরা গিরা বলিষ্ঠ বীরা এ জট আজ্ঞা আবে কড় কহিলু বে আজ্ঞা মু কেতে দিন চাকর হই রহিবি আজ্ঞা আরে মো বাপা বি থিলে রাজ্যর সেনাপতি হ্যাঁ জানিছু রাজ্য শোনা সেনাপতি তো জন্ম হেই নথিব হ্যাঁ? জন্ম হয়েছে আরে মো বাবার অন্তে মু হেইছে রাজ্যর সেনাপতি আহা আর কোন কহিলু এ রাজ্যটা ছড়াইবি আজ্ঞা এ রাজ্যর রাজা মু হেবি সারে ষোড়া রাজাঙ্ক বিরুদ্ধରେ যদি পদুটিଏ କହିବୁ তো পেটরে লাত মারিকি তোর সার তো জিভটা উপাড়ি আনি আহা মোর জীব সিনা উপানি আনিবে কোন সারা রাজ্যর লোকর জীব বি উপানি আনিবে মারি দেবি আহা, রাজাঙ্ক বিরুদ্ধରେ ଯୋଉ ଷୋଳା କହିବ ସେଇ ଷୋଳାକୁ ମାରିଦେବି এইটা ଏବେ ତୁ କଣ ଭାବିଛୁ ହଁ? ଆରେ ସବୁ ରାଜ୍ୟର ସେନାପତି ମାନେ ରାଜାଙ୍କୁ ମାରିବି ରାଣୀକୁ ଧରିବି ଏ ରାଜ୍ୟର ରାଜା ହେବି ଏବେ ନୁହେଁ ମୁଁ ଆଉ ରାଜାଙ୍କ ପୂଜା କରେ ଭକ୍ତି କରେ ରାଜା ହେଉଛନ୍ତି ଆମର ଅନ୍ନଦାତା ଆଉ ତୁ କଣ ଭାବିଛୁ ମୁଁ ରାଜାଙ୍କ ବିରୁଦ୍ଧରେ ଯାଇ ଏ ରାଜ୍ୟର ରାଜା ହେବି ତାମାନେ ନାଇଁ ରେ ମୁଁ ଯାହା ଶୁଣିଲି ତାହା କ'ଣ ସତ ଏବେ କଣ ଶୁଣିଛୁ ତୁ ଏଇନେ ମନ୍ତ୍ରୀଟା ରାଜାର ସମୁଦି ହେଲା ପରେ ମାନେ ଏ ଜନପ୍ରଜା ମାନେ ଯାହା କହୁଥିଲେ ସେଇଟା କଣ ଠିକ ଠିକ କଥା କ'ଣ ରାଜା ମନ୍ତ୍ରୀ ସମୁଦି ହେଇଛନ୍ତି ହେଲା ପରେ ଭଲ ହେଇଛି ରେ ହେଲା ପରେ ଭଲ ହେଇଛି ଭଲ କ'ଣ ହେବ? ଏବେ ବିଚରା ମନ୍ତ୍ରୀର ସ୍ତ୍ରୀଟା ମରିଗଲା ଆହା ପୁଅଟା ଜନ୍ମ ଦେଇ ହଁ ଏବେ ରାଜାର ଝିଅକୁ ମନ୍ତ୍ରୀର ପୁଅ ବାହା ହେବ ବଡ଼ ହେଲା ପରେ ବହୁତ ଭଲ ହବ ଭୋଜି ଖାଇବା। କାହିଁ ଖୁସି ନ ହେବି ଭୋଜି ଖାଇବା। ହଁ ଭୋଜି ଖାଇବା ଆରେ ମନ୍ତ୍ରୀ ଯାହା କହୁଥିଲା ତାହା କ'ଣ ସତ କଣ କହୁଥିଲେ ଆରେ ରାଜାକୁ କହୁଥିଲା ଆମ ରାଜ୍ୟରେ ଆଉ ସେନାପତି ଆବଶ୍ୟକତା ନାହିଁ ନାଇଁ ବେ ସେ କହୁଥିଲା ବା ଆମ ସେନାପତି ଗୋଟାଏ ବାଜେ ଲୋକ ଆମ ସେନାପତି ଗୋଟାଏ ପତ୍ର ଚଟା କୁକୁର ଆଉ କହୁଥିଲା କ'ଣ ନା ଏଇ ସେନାପତିକୁ ଏଇ ରାଜ୍ୟରୁ ଗଲା ଧକ୍କା ଦେଇ ବାହାର କରିଦେ ଆଉ ସର୍ବଶେଷରେ ରାଜା କ'ଣ କହିଲେ ଜାଣିଛନ୍ତି ଆରେ ସେନାପତି ପଦବୀଟା ଗଲା ପରେ ଏ ସେନାପତିଟାକୁ ଭିକ୍ଷା ଥାଲ ଦେଇକି ଗଲା ଧକ୍କା ଦେଇ ବାହାର କରିଦେବା ଆରେ କୁହ ସେନାପତି କୁହ ଏ ରାଜ୍ୟର ରାଜା ହେବ ନା ଗଲା ଧକ୍କା ଦେଇ ଏ ରାଜ୍ୟରେ ବିଚାରିତ ହେବ କୁହ ସେନାପତି କୁହ ଏ ରାଜ୍ୟର ଚାକର ହେବ ନା ତୁମେ ରାଜା ହେବ କୁକୁର ହେବ ନା ରାଜ୍ୟ ସିଂହାସନ ଉପରେ ବସିବ କଣ ହେଲା ଏ ମନ୍ତ୍ରୀଟା ରାଜାର ସମୁଦି ହେଇଗଲା ବୋଲି ମୋ ବିରୁଦ୍ଧରେ ଏତିକି ଷଡ଼ଯନ୍ତ୍ର ରଚିଛି ଆଜ୍ଞା ନାଇଁ ବେ ଚଟ ନାଇଁ ଆପଣ ମୋ ନିଜ ଲୋକ ବୋଲି ଆପଣଙ୍କୁ କହିଦେଲି ମାର ମାରିଦେବି ଏ ଚଟ ଆଜିଠାରୁ ମୁଁ ସାଜିବି ଆଜ୍ଞା ସେନାପତିରୁ ସୈତାନ ସେଇଟା କରନ୍ତୁ ଆଜ୍ଞା ସେଇଟା କରନ୍ତୁ ମୁଁ ଆପଣଙ୍କ ପଛରେ ଅଛି ଆପଣ ମୋ ନିଜ ଲୋକ ବୋଲି ଏ କଥାଟା ଶୁଣିକି କହିଦେଲି ଏ ଚଟ ଆଜ୍ଞା ମନ୍ତ୍ରୀଟା କଣ ଭାବୁଛି ରେ ଆଜ୍ଞା ହଁ? କ'ଣ ଭାବୁଛି ଆବେ ଯଦି ମନ୍ତ୍ରୀଟା ଏତିକି କଥା ପହଞ୍ଚିଛି ଆଜ୍ଞା ତାହେଲେ ମନ୍ତ୍ରୀକୁ ମାରିବି ଆଜ୍ଞା ଆଉ ତାର ସେଇ କଳା ଛୁଆଟାକୁ ମାରଣ ତଣ୍ଟି ମୋଡ଼ି ରକ୍ତ ପିଇବି ଆପଣ ଯଦି ରକ୍ତ ପିଇଯିବା ମୁଁ ତା ମାଂସକୁ ଭଜା କରିକି ଆବଶ୍ୟକ ପଡ଼ିଲେ ଏ ରାଜାକୁ ଭଗବାନ ବୋଲି ମାନୁଛି ଏ
ଏ ରାଜାଟାକୁ ବି ମାରିଦେବି ର। ସେୟା କରନ୍ତୁ ଆଜ୍ଞା, ଆପଣ ସେୟା କରନ୍ତୁ। ମୁଁ ଆପଣଙ୍କ ପଛରେ ଅଛି, ଦରକାର ପଡ଼ିଲେ ଏ ରାଜ୍ୟର ରାଜା ଆପଣ ହିଁ ହେବେ। ସହିତ ଆରେ ମୁଁ ଗୋଟାଏ ଆଜିଠାରୁ ପାଲଟି ଯିବି। ପାଲଟିବେ? କ'ଣ ପାଲଟିବେ? ମାନେ ଭଲଟା ହେଇଗଲାଣି, ଓଲଟା ଆଜ୍ଞା। ମାନେ କିଏ ଗୋଟେ ଦେଖିଦେଲେ ସବୁ କଥା ଏ କଥାଟା ଶୁଣିଯାଇଛି ଆଜ୍ଞା। ଏ କଥାଟା ଯାଇକି ରାଜାକୁ କହିଦେଲେ ସବୁ ଷଣ୍ଢ ପୁରୀ ଗଲା। ଆଉ ରାଜା ଏବେ କେତେବେଳେ ମୋ ଚାକର ବି ହେବାର ଯୋଗ୍ୟ ନାହିଁ। ଏ ଜଟ ଆଜ୍ଞା ଆରେ କିଏ ବେ? ଆଜ୍ଞା ମୁଁ ଦେଖି ପାରିଲି ନାହିଁ ଆଜ୍ଞା। ଆମ୍ଭ ଦି ଜଣଙ୍କ କଥା ଶୁଣି ଦେଇଛି। ରାଜାଙ୍କୁ ଯାଇ କହିଦେବ। ନାଇଁ ଭାଇ, ଆମେ ସିଏ ଯିଏ ହଉ ନା କାହିଁକି ରାଜାଙ୍କ ନିକଟକୁ ଯିବା ପୂର୍ବରୁ ମାରଣ ମାରିଦେବି। ଚାଲ ଦେଖିବା କିଏ ସେଇ ଲୋକଟା। ଆରମ୍ଭ ହେଲା ଭାରତର ପ୍ରଥମ ପୃଷ୍ଠା। ସେତିକି ବେଳେ ପାଶା କାଟି ଫେଙ୍ଗିକି ସପୁନିଟା ଦୁର୍ଯ୍ୟୋଧନକୁ ରାଜା କରିଥିଲା ରାଜା। କିନ୍ତୁ ମୋ ହାତରେ କେ ପାଶା କାଠି ନାହିଁ। ଆରେ ଏମିତି ବୁଦ୍ଧିଟା ଭ୍ରଷ୍ଟ କରିଦେବି, ଏଇ ସେନାପତିଟାକୁ ମୋର ଢାଳ କରିବି ଢାଳ। ଏ ସେନାପତିଟାକୁ ମୋର ଢାଳ କରି ଏ ରାଜବଂଶଟାକୁ ଧ୍ୱଂସ କରିଦେବି ଧ୍ୱଂସ। ଓ ନା ଜଟ ପାତ୍ର ଭଲରେ ଥିଲେ ବେଲପତ୍ର, ଆଉ ରାଗିଗଲେ ପୁରା ଛିନ ଛତ୍ର। অলা ভোটা পূজা কমিটি ନାଇଁ, ଏ ମୋ କାନ କ'ଣ ଶୁଣିଲା? ଏଇ ଦି ଜଣ ନରହନ୍ତା ମାନେ ମୋତେ ଆଉ ମୋ ପୁତ୍ରକୁ ମାରିଦେବେ। ନା ନା, ମୁଁ ଏ ରାଜ୍ୟରେ ରହିବିନି, ଅନ୍ୟ ରାଜ୍ୟକୁ ଚାଲିଯିବି। ହଁ ହଁ, ଅନ୍ୟ ରାଜ୍ୟକୁ ଚାଲିଯିବି। ଯେମିତି ହେଲେ ବି ମୋ ଶିଶୁ ପୁତ୍ରକୁ ବଞ୍ଚେଇବାକୁ ହବ। ଯାଏ ଯାଏ, ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି। আরে মহামন্ত্রী আদিত্য বাবু, তুমি কোন এমিটি অস্তব্যস্ত ଥିଲା ବୋଲି ଜଣା ପଡୁଛ। କ'ଣ ହେଇଛି? ନାଇଁ। ତୁମର ମୁଖମଣ୍ଡଳ କାହିଁକି ମଳିନ ପଡ଼ିଛି? ନାଇଁ ତ, କିଛି ନାହିଁ। କିଛି ନାହିଁ? ହଁ। ଆରେ ଆଖିରୁ ଲୁହଟା ଧାର ଧାର ହେଇ ବହି ଯାଉଛି, ପୁଣି କହୁଛ କିଛି ନାହିଁ। କ'ଣ ହେଇଛି? ଆରେ ତୁରନ୍ତ ପରିପ୍ରକାଶ କର, ମୁଁ ସେ ସମାଧାନ କରିବି ସେ କଥାଟା। ନାଇଁ, କିଛି ନାହିଁ। କ'ଣ ହେଲା? ମୋ ଶିଶୁ ପୁତ୍ର କାନ୍ଦୁଥିଲା ତ, ଆହା। ସେଥିପାଇଁ ଏ ଉଦ୍ୟାନରେ ଟିକେ ବୁଲାବୁଲି କରୁଥିଲି ମୋ ପୁତ୍ରକୁ। ହଁ, ହଁ, ବୁଲାବୁଲି କରୁଥିବା ସତ୍ତ୍ୱେ ତୁମ ଆଖିରୁ ବି ଲୁହଟା ଗଡ଼ିଗଲା। ଆହା, ସତରେ ତମର ଗଡ଼ିବନି କେମିତି? ମା ଛେଉଣ୍ଡ ପୁଅଟା। ସତ କଥା, ଯାହାର ସ୍ତ୍ରୀ ନାହିଁ। କ'ଣ ହେଇଛି ବେ ଜଟ? ଆଜ୍ଞା, ଏଇ ନେ ମହାମନ୍ତ୍ରୀ କହିଲେ ଆପଣଙ୍କୁ, ଜାଣିଛନ୍ତି? ଆରେ ଜଟ, ଆମ ସେନାପତି ପତ୍ର ଚଟା କୁକୁର ଗଲା କୁଆଡ଼େ ବେ? ଏଇନେ ଯଦି ଦେଖିଦେଲେ ତାର ତଣ୍ଟି ଚିପି ରକ୍ତ ପିଇଯିବି କହୁଥିଲେ। ମହାମନ୍ତ୍ରୀ ଆଦିତ୍ୟ ନାରାୟଣ। ତାହେଲେ ଏଇ ଆମ୍ଭ ଦି ଜଣଙ୍କ କଥା ଆପଣ ଶୁଣି ଦେଇଛନ୍ତି? ହଁ, ମୁଁ ସବୁ ଶୁଣି ସାରିଛି। ଯାଉଛି ଏଇନା ରାଜାଙ୍କୁ କହିଦେବି। ହଁ, ହଁ, ରାଜାଙ୍କୁ କହିଦେବି। ମନ୍ତ୍ରୀ ଆଦିତ୍ୟ ନାରାୟଣ, ଏଠାକୁ ଯିଏ ଆସିଛି ତାର କେବଳ ପାଦ ଚିହ୍ନଟା ରହିଛି।
କିନ୍ତୁ ଫେରିବାର ପାଦ ଚିହ୍ନଟା ଆଉ ନାହିଁ। ଆରେ ଜୀବନରେ ଥିଲେ ସିନା ଏଠାରୁ ଯାଇ ରାଜାଙ୍କୁ କହିବ ମହାରାଣ ମାରିଦେବି। ଏ କିଳାକୁ ଯଦି ସଫା ନ କଲେ ଆପଣଙ୍କୁ ଟିଲ ଟିଲ ହିଁ ଖୁବ। ରାଜା ସହିତ ସମୁଦି କରି ତୋ ପୁତ୍ର ବଡ଼ ହେଲା ପରେ ରାଜା ଝିଅକୁ ବାହା ହବ, ଆଉ ଏ ରାଜ୍ୟର ରାଜା ହବ ନାହିଁ। ଆଉ ଆମେ ଚାକରକୁ ଚାକର, ଆମେ ସେଇ ଚାକରକୁ ଚାକର ଶଳା ପୋଷା କୁକୁର, ଆଉ କୁକୁର ଠାରୁ ବି ହୀନ। ମାରିଦେବି ଆଉ ଆଗୁ ଜଟ। ଆଜ୍ଞା ପ୍ରଥମେ ହଉଛି ଫଳଟାକୁ ମାରନ୍ତୁ, ତାପରେ ଯାଇକି ମୂଳଟାକୁ। ହଁ ଏ ଫଳଟା ଯଦି ଥିବ, ଏ ଫଳଟା କେଲେ ଯଦି ହବ ଯୁବକ। ଏ! ଆଜ୍ଞା ନାଇଁ ତୋ ପୁଅଟା ଦେଇଦେ, ନାଇଁ ସେନାପତି ତୋ ବାବୁ ପୁଅଟାକୁ ଦେଇଦେ କହୁଛି। ନାଇଁ ନ ଯଦି ତୋ ପୁଅଟା ନ ଦବୁ ମତେ ଆଉ ଶଳା ବାପ ପୁଅ ଦି ଜଣ ଏଠାରେ ମାରଣ ମରିଦେବି। ନାଇଁ ମତେ ଆଉ ମୋ ପୁତ୍ରକୁ ଛାଡ଼ି ଦିଅ। ମୁଁ ଏ ରାଜ୍ୟରେ ରହିବିନି, ଅନ୍ୟ ରାଜ୍ୟକୁ ଚାଲିଯିବି। ଅନ୍ୟ ରାଜ୍ୟକୁ ଚାଲିଗଲେ କ'ଣ ତୁ ଫେରି ନ ଆସିବୁ? ନା ହଁ? ଜୀବନ ଥିବା ପର୍ଯ୍ୟନ୍ତ ଏ! କେବେ ଫେରିବିନି। ଭଲରେ ଭଲରେ କହୁଛୁ ତୋ ପୁଅଟାକୁ ଦେଇଦେ। ନାଇଁ ଏବେ ତୁ ଯଦି ବଞ୍ଚିବାକୁ ଚାହୁଁଛୁ ତାହେଲେ ତୋ ପୁତ୍ରଟାକୁ ମତେ ଦେଇଦେ। ହଁ? ନାଇଁ କୁଟ ଚକ୍ରୀ ମନ୍ତ୍ରୀ ଯିବୁ କାହିଁରେ, କୁଟ ଚକ୍ରୀ ମନ୍ତ୍ରୀ ଯିବୁ କାହିଁରେ, ଆଜି ମୋ ହସ୍ତରୁ ରକ୍ଷା ନାହିଁରେ। କୁଟ ଚକ୍ରୀ ମନ୍ତ୍ରୀ ଯିବୁ କାହିଁରେ, ହେ ମନ୍ତ୍ରୀ ଆଦିତ୍ୟ ନାରାୟଣ ସେ ପୁଅଟାକୁ ମୋ ହାତକୁ ଦେଇଦେ। ମତେ ଆଉ ମୋ ପୁତ୍ରକୁ ଛାଡ଼ି ଦିଅ। ଭଲରେ ଭଲରେ କହୁଛି ତୋ ପୁଅଟାକୁ ଦବୁ, ନାଇଁ ନା ଦେଖିବୁ। ହଁ ରାଜା ଝିଅ ଶାମୁକାକୁ ବହୁ କରି ଆଣିବାକୁ, ରାଜା ମନ୍ତ୍ରୀ ମିଶି ସତ୍ୟ କଲସ ମୁଦି ହବାକୁ, ଆଶା ଧୂଳିରେ ଜୀବ ମିଳାଇରେ, କୁଟ ଚକ୍ରୀ ମନ୍ତ୍ରୀ ଯିବୁ କାହିଁରେ। କହୁଛି ଏ ତ ପୁଅଟାକୁ ଦେ। ନଚେତ୍ ବାପ ପୁଅ ଦି ଜଣକୁ ଏଠାରେ ମାରଣ ମାରିଦେବି। ହଁ ବାପ ପୁଅ ଏଠାରେ ଦି ଜଣ ମରିବ। ଆଜ୍ଞା ଛାଡ଼ିବି ଏ କିଳାରେ ସଫା ହବ ନାହିଁ କଣ୍ଟାଟା। କଣ୍ଟାକୁ କଣ୍ଟାରେ କରାଯାଇ ଛୁଞ୍ଚିରେ ନୁହଁ। ତେଣୁ କରି ଏ ଜିନିଷଟା ବ୍ୟବହାର କରନ୍ତୁ, ଦେଖିବେ ରାସ୍ତା ଉପରେ ପରିଷ୍କାର ହେଇଯିବା।
আরম্ভ হেলা দেখু দেখু মহাভারত দ্বিতীয় পৃষ্ঠা আরে দ্বিতীয় পৃষ্ঠারে প্রথম শিকার হয়েছে মহামন্ত্রী আদিত্য নারায়ণ তাপরে পাহাচ পরে পাহাচ চড়িকি যাবি পাহাচ পরে পাহাচ চড়িকি রাজার শিরটাকে ছেদন করে দিবি যত পাত্র মানিবি নাই মরমূত্র রাগি গলে পুরা ছিন ছাত্র जय मां भवानी बाल बन दुर्गा तोरी करुणार आज मो जंगल रे गोटे दस्युर परिचय नहीं बंचिल मा मानिबा को परिवर्तन मोही बाल मा नाट नहीं छिबो ज्वाला सिंह जंगल रे होथिबा गोटे दस्यु मो जंगल होथिबा दस्यु सत जंगल होथिबा अन्याय अनीति केबे से सही पारे ना अमनिष मानंकु मारी से विपात कर दी थाए आ भल मनीष मानंक पाई मो गोटाए भल मनीष ସେଇଥିପାଇଁ ମା ବନ ଦୁର୍ଗା ମତେ ଜଙ୍ଗଲରେ ରଖୁଛନ୍ତି ଏ ବାବୁ ଦସ୍ୟୁ ଜୀବନରେ କେବେ ଖରାପ କାମ କରିବନି କରିବ ଯଦି ଭଲ କାର୍ଯ୍ୟ କରିବା ପାଇଁ ଆଉ ସେଇଥିପାଇଁ ଲୋ ମା ସେଇଥିପାଇଁ ତୁ ମୋତେ ଏ ଜଙ୍ଗଲରେ ଗୋଟେ ପଥରା ମଣିଷ ଭାବରେ ରଖିଦେଇଛୁ आज्ञा पलैबा माड फाट हो पलैबा अबे आज्ञा तोते दे भय लागुछि आज्ञा माड को काकू भय नहीं हां माड को काकू भय नहीं सड़ा मारिबा को आसीछु ना माड खाइबा के आसीछु बे आज्ञा दरकार पड़ले माड खाइबा को भी हुए ए मते जानिछु हां जानि जे अरे मो हेउछि गोटाए बाघ तू बाघ ए बाघटा जेते बेले हरिण शिकार करबा पई आसीछि माने ए हरिणटा को शिकार न कला जाए एठारु केबे पछ घुंचा दम अरे मनीष सड़ा कंचा मांस खाइबा तो मोर धर्म केबे केबे तो एठा कहि जासा सही कथा तते मो ए पचार मो तोते पचारुछि केबे एठा को काई के आइछु
ମୁଁ କିଏ ଶଳା ଏଠାରୁ ଭଲରେ ଯିବୁ ଆଉ ନା ଏଇଠାକୁ ଦେଖିବୁ? କଣ ପାଇଁ ଆସିଛି ଆଁ? ଏ ଜଙ୍ଗଲ ହଉଛି ମୋ ଘର ଆବେ, ଏଇ ଜଙ୍ଗଲ ଥାଇପାରେ ତୋର ଘର, କହ କିନ୍ତୁ ମତେ ଜାଣିନୁ ତୁ। ତୁ କିଏ ବେ? ମୁଁ କିଏ ଜାଣିଛୁ? ନାଇଁ ନାଇଁ ତୁ କିଏ ବେ? ଶୈତାନ। ଆରେ ମୁଁ ଗୋଟାଏ ଶୈତାନ। ଆଉ ତୋ ଭଳିଆ ଶୈତାନ ମାନଙ୍କର ବାପା ମୋ ଆଜ୍ଞା ଆପଣଙ୍କର ବୋପା ପ୍ରଣାମ କରୁନାହାନ୍ତି। ପ୍ରଣାମ ପିଟି ପକାଇବ ଆପଣଙ୍କର ବୋପା, ଛେଚିଦେବ ପଳେଇଲା। ଆପଣଙ୍କର ବୋପା ସିଏ ବା ଦେଖୁନାହାନ୍ତି, ଆପଣଙ୍କର ବୟସ ତା ବୟସ ଡିଫର ମାରୁଛି। କହ ଏଇଟା ମୋର ବୋପା। ଆଜ୍ଞା ଆପଣଙ୍କର ବୋପା 50,000 ଟଙ୍କା ଦିଅ। ଏବେ ଜମ ପାଞ୍ଜି ପଚିଲାଣି, ଏହାର ଏ ଶଳାଟା ମରିବ। ମରିଦେବି। ତୁ ମାରିବୁ? ବୋପା ପିଟିବ। ନାଇଁ ନାଇଁ ତୁ ମତେ ଧମକ ଦଉଛୁ ବେ? ଆଜ୍ଞା ଆଜ୍ଞା ହଇରେ ଯିଏ ଛୋଟ ବେଳୁ ବାଘ ଭାଲୁ ସହିତ ଖେଳ ଖେଳି ଆସିଛି ସେଇ ଲୋକଟାକୁ ତୁ ମାରିବୁ? ଭଲ ତ ସାହସ ତୋର। ଶଳା ଏଇନେ ମରିବୁ। ମୁଁ ମରିବି? ମାରାଣ ମାରିଦଉନୁ। ଏବେ ଭଲ ଦଶା ଅଛି ତ ଏ ଜାଗା ଛାଡ଼ି ଚାଲିଯା, ନହେଲେ ଏ ବାପ ପୁଅ ଦି ଜଣଙ୍କ ସହିତ ଶଳା ତୋତେ ଆଗ ମାରିଦେବି। ଆଜ୍ଞା କଥାଟା ଓଲଟି ଯିବ। ଭଲ ସାହସ ଅଛି ବେ ତୋର? ପିଟି ତୋ ପକାଇ ସହିତ ଖେଳ ଖେଳ ଭାବେ ମୋର ଭାରି ଇଚ୍ଛା ଅଛି। ଆଜ୍ଞା ମାରିବୁ ମତେ? ମରିବୁ। ମରିବି? ମାରାଣ ମାରିଦେବି। ଆଜ୍ଞା ମାରୁ। ପଳେଇବା। ମାରିଦେବି। ମାରୁନୁ ବେ? ମାରିବୁ ମତେ? ହବେ ଶୈତାନ ମରିବୁ। ମୋ ଏଇନେ ଆବେ ମୋତେ ଆଉ ମୋ ପୁତ୍ରକୁ ବଞ୍ଚେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ବାବୁ। କିଏ? ଧନ୍ୟବାଦ ଜଣାଉଛ? ଆରେ ଧନ୍ୟବାଦ ଜଣାଇ ଅଛି ତ ସେଇ ମା ବନ ଦୁର୍ଗାଙ୍କୁ ଜଣାନ୍ତୁ। ମୁଁ କିଏ? ଆରେ ମୁଁ ଗୋଟେ ମଣିଷ, ଆଉ ମଣିଷ ପଡ଼ିଆ ହିସାବରେ ତମେ ବିପଦରେ ପଡ଼ିଥିଲ, ତମକୁ ମୁଁ ସାହାଯ୍ୟ କରିଛି, ବାସ୍ ଏତିକି କେବଳ, ଆଉ କିଛି ନୁହଁ। ହେ ବାବୁ ତମେ କିଏ? ଆଉ ସେମାନେ କାହିଁକି ତମକୁ ମାରିଥିଲେ? କ'ଣ ପାଇଁ ମାରିଥିଲେ? ମୋ ପରିଚୟ ଶୁଣିବ ବାବୁ? ନିଶ୍ଚୟ ବାବୁ, ନିଶ୍ଚୟ। ତାହେଲେ କହୁଛି ଶୁଣନ୍ତୁ। କୁହ। ମୁଁ ହେଉଛି ଏ କାଶୀ ରାଜ୍ୟର ରାଜା ମର୍କତ କେଶରୀଙ୍କର
ମହାମନ୍ତ୍ରୀ ଆଦିତ୍ୟ ନାରାୟଣ। ମନ୍ତ୍ରୀ ଆଦିତ୍ୟ ନାରାୟଣ। ହଁ ବାବୁ। କିନ୍ତୁ ବାବୁ ଆଉ ମୋର ଏ କଅଁଳା ଶିଶୁ ପୁତ୍ର, ଏହାର ନାଁ ହେଉଛି ସାଗର ଚରଣ। ତାହା ତ ଠିକ, କିନ୍ତୁ ସେମାନେ କ'ଣ ପାଇଁ ମାରିଥିଲେ ତମକୁ? ଏମାନେ ଏଇ 2 ଜଣ ନରହନ୍ତା ମାନେ ରାଜା ମର୍କତ କେଶରୀ ଆଉ ମୋର ବନ୍ଧୁତ୍ୱ ଭାବ ଦେଖି ଏଇ 2 ଜଣ ସହି ପାରିଲେନି ବାବୁ, ସହି ପାରିଲେନି। କିନ୍ତୁ କାହିଁକି? ମୋର ପାଇଁ ଭାଷୟ ସବୁ କହିବି। ଆଉ କୁହ। ରାଜା ମର୍କତ କେଶରୀ ମୋତେ କଥା ଦେଇଛନ୍ତି, ହଁ ତାଙ୍କ ଝିଅ ଶାମୁକା ଆଉ ମୋ ପୁତ୍ର ସାଗର ଚରଣ ଏଇ 2 ଜଣ ଯେତେବେଳେ ଯୌବନ ଅବସ୍ଥାରେ ପଦାର୍ପଣ କରିବେ ତାଙ୍କୁ ବିବାହ ଦେବେ ବୋଲି। ତାହା ତ ଠିକ। ସେ ସବୁକୁ ସହି ନ ପାରି ଏଇ 2 ଜଣ ସେନାପତି ଆଉ ଜଟପାତ୍ର ମୋତେ ଆଉ ମୋ ପୁତ୍ରକୁ ମାରିଦେବାକୁ ଚାହୁଁଛନ୍ତି। ଭାଷୟ ନାଇଁ ହଁ ବାବୁ, ତମର କିଛି ହବନି। ମୋତେ ଆଉ ମୋ ପୁତ୍ରକୁ ମାରି ସାରିଲା ପରେ ରାଜା ମର୍କତ କେଶରୀଙ୍କୁ ମାରି ସେ ହୋଇଥାନ୍ତା ଏ କାଶୀ ରାଜ୍ୟର ମଉଡ଼ମଣି। ନାଇଁ ମହାଶୟ, ମନ୍ତ୍ରୀ ମହାଶୟ, ଆପଣଙ୍କର କିଛି ବି ହବନି। ଆରେ ଆପଣଙ୍କର ସେବା ଯତ୍ନ କରି ଆପଣଙ୍କ ରାଜ୍ୟକୁ ମୁଁ ଫେରସ୍ତ କରିବି, କିଛି ହବନି ତମର। ନାଇଁ ବାବୁ, କଣ? ମୁଁ ଆଉ ସେ ରାଜ୍ୟକୁ ଫେରି ପାରିବି। କିନ୍ତୁ କାହିଁକି ନାହିଁ? କ'ଣ ପାଇଁ ନା ମହାଶୟ? କାହିଁକି ନା ମୋତେ ବହୁତ ରକ୍ତାକ୍ତ କରି ମାରିଛନ୍ତି ଆରେ ବାବୁ। ଜାଣିଛି ଜାଣିଛି ମହାଶୟ, ଜାଣିଛି। ଆଉ ସେଇଥିପାଇଁ ତ କହୁଛି ଆପଣଙ୍କୁ ସେବା ଯତ୍ନ କରି ଫେରାଇ ଦିବେ ତମ ସେ ନିଜ ରାଜ୍ୟକୁ। କିଛି ଲାଭ ନାହିଁ ବାବୁ। ଆରେ କ'ଣ ଲାଭ ନାହିଁ? ହଁ, କିଛି ଲାଭ ନାହିଁ। ହେ ମନ୍ତ୍ରୀ କାହିଁକି ମହାଶୟ, ନା ମୁଁ ଆଉ ବଞ୍ଚି ହେ ମନ୍ତ୍ରୀ ମହାଶୟ, ସେମିତି କୁହନ୍ତୁନି ଆପଣ। ନାହିଁ। ଆପଣଙ୍କୁ ବଞ୍ଚିବାକୁ ହବ ଆପଣଙ୍କ ଶିଶୁପୁତ୍ର ପାଇଁ, ନହେଲେ ଶିଶୁପୁତ୍ର ବଞ୍ଚିବ କେମିତି? ନାହିଁ, ମୁଁ ଆଉ ବଞ୍ଚିବିନି। ସେମିତି କୁହନ୍ତୁନି। ଆରେ ଆପଣଙ୍କର କିଛି ବି ହବନି, କିଛି ବି ହବନି। ହେଲେ ବାବୁ, ଯିବା ପୂର୍ବରୁ ଗୋଟାଏ କଥା ମୋର ଅନୁରୋଧ ରଖିବ ବାବୁ। ନିଶ୍ଚୟ ମହାଶୟ, ରଖିବି। ତାହେଲେ ମୋ ପୁତ୍ରକୁ ଆପଣଙ୍କୁ ସମର୍ପଣ କରି ଆପଣ ଯାହା କହିବେ ମାନିବି, ହେଲେ ଆପଣଙ୍କ ଶିଶୁପୁତ୍ରକୁ ନେଇ ବଞ୍ଚେଇବେ କେମିତି? ଆରେ ମୁଁ ଯେ ବଞ୍ଚିବା କେତେ କଷ୍ଟ ସାଧ୍ୟ, ପାଦ ପାଦକେ ବିପଦ ଅଛି, ପୁଣି ଆପଣଙ୍କ ଶିଶୁପୁତ୍ରକୁ ବଞ୍ଚେଇବେ କେମିତି? ନେଇ ମହାଶୟ ନାହିଁ, ଆପଣ ଯାହା କହିବେ ମାନିବି, ହେଲେ ଏ ଶିଶୁପୁତ୍ରକୁ ନେଇ ମୋତେ ଆଉ ଅସୁବିଧାରେ ପକାନ୍ତୁନି ମହାଶୟ। ମନା କରନ୍ତୁନି ବାବୁ। ନାଇଁ ମହାଶୟ, ନାଇଁ ମୁଁ ପାରିବିନି। ନା ଆପଣଙ୍କୁ ନାଇଁ ମହାଶୟ, ଆପଣଙ୍କୁ ମୋ ପୁଅର ମନ୍ତ୍ରୀ ମହାଶୟ, ଗୋଟେ ଶିଶୁପୁତ୍ର ପାଖରେ ମତେ ରାଣ ପକାଇଦେଲ। ଆରେ ଶିଶୁ ପୁଅଟେ ହଉଛି ଭଗବାନଙ୍କ ସଦୃଶ୍ୟ, ସେ ଶିଶୁପୁତ୍ର ପାଖରେ ମତେ ରାଣ ପକାଇଦେଲ। ଠିକ ଅଛି ମହାଶୟ, ହେଲେ ବାବୁ, ଆପଣ ଯାହା କହିବେ ମୁଁ ମାନିବି ନିଶ୍ଚୟ। ଦିଅ। ହେଲେ ବାବୁ, ମୋ ପୁତ୍ରକୁ ଗୋଟିଏ ରାଜକୁମାର ପରିଚୟ ଦବ ବାବୁ। ଆଉ ରାଜା ଦେଇଥିବା କଥା ଆପଣଙ୍କୁ ପୂରଣ କରିବାକୁ ହବ। ନିଶ୍ଚୟ ମହାଶୟ, ଚେଷ୍ଟା କରିବି ଆପଣଙ୍କ କଥା ମୁଁ ପାଳନ କରିବା ପାଇଁ। ହେଲେ ମୋ ଛାତିର କଲିଜାଟାକୁ ଆପଣଙ୍କୁ ସମର୍ପଣ କରୁଛି ବାବୁ, ଆପଣଙ୍କୁ ସମର୍ପଣ କରୁଛି। ଛାତିର କଲିଜା
अलगा हब केमिति रहिब बाट चलिब खुशीरे रहिबु रे। ଝିଅ ତୁ ବସ केमिति रहिब बाट चलिब आखि हब छळ छळ लुह झरिब मन हेब कळ बल बोल मानिब बଞ୍ଚि रहिबाकु हब तते रहिला बଞ୍ଚि रहिबाकु हब लागिला तते रहिला सरिनी 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 फागुण आसिला श्रावण सरिनी फागुण आसिला श्रावण आ आ आ छातिर कले जाजे अलगा हब केमिति रहिब बाट चलिब केमिति रहिब बाट चलिब आखि हब छळ छळ लुह झरिब मन हेब कळ बल बोल मानिब बଞ୍ଚि रहिबाकु हब तते रहिला रण बଞ୍ଚि रहिबाकु हब तते रहिला रण सरिनी 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 फागुण आसिला श्रावण सरिनी फागुण आसिला श्रावण सरिनी फागुण आसिला श्रावण सरिनी फागुण आसिला श्रावण ममता झुरी झुरी लुह हेला बैतरणी बाट सरे पादहारे मिले ना पड़ता कनी हो ममता झुरी झुरी लुह हेला बैतरणी बाट सरे पादहारे मिले ना पड़ता कनी शोभे আজি
ବଞ୍ଚି ରହିବାକୁ ହବ ତତେ ମୋ ରହିଲା ରାଣ ବଞ୍ଚି ରହିବାକୁ ହବ ତତେ ମୋ ରହିଲା ରାଣ ସରିନି 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 ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ। ହ୍ୟାଲୋ ହ୍ୟାଲୋ।